ଏକ ଲୋକପ୍ରିୟ ପ୍ରସଙ୍ଗ ସାତ ପୁଅର ମା କାନ୍ଦୁଛି କାହିଁକି। ଥରେ ଗୁରୁ ଓ ଅବୋଲକରା ଏକ ନଗର ଦେଇ ଯାଉଥିଲେ। ସେଠାରେ ଅବୋଲକରା ଦେଖିଲା ଯେଉଁ ଜଣେ ସ୍ତ୍ରୀ ଲୋକ ତାର 7ଟି ସୁନ୍ଦର ପୁଅ ପାଖରେ ଥାଇ ମଧ୍ୟ ବହୁତ ଜୋରରେ କାନ୍ଦୁଛି। ଏହା ଦେଖି ଅବୋଲକରା ଆଶ୍ଚର୍ଯ୍ୟ ହେଲା ଓ ଗୁରୁଙ୍କ କାନ୍ଧରୁ ଓହ୍ଲାଇ ପଡ଼ିଲା। ସେ ଜିଦ୍ ଧରିଲା, ଗୁରୁଦେବ, ଏହି ସ୍ତ୍ରୀ ଲୋକଟି ସବୁ ସୁଖ ଥାଇ ମଧ୍ୟ କାନ୍ଦୁଛି କାହିଁକି? ମୋତେ ନ କହିଲେ ମୁଁ ପାଦେ ବି ଆଗକୁ ଯିବିନି। ଗୁରୁ ହସିଲେ ଏବଂ ତାକୁ ସେହି ରହସ୍ୟ ବୁଝାଇବାକୁ ଯାଇ ଏକ ନୀତିଶିକ୍ଷାମୂଳକ ଗପ ଶୁଣାଇଲେ। ସେ କହିଲେ, ଯେଉଁ ମଣିଷର ଅତ୍ୟଧିକ ଆଶା ଏବଂ ଅତୀତର କୌଣସି ଭୁଲ ନିଷ୍ପତ୍ତି କିପରି ବର୍ତ୍ତମାନର ସୁଖକୁ ନଷ୍ଟ କରିଦିଏ। ଏହିପରି ଭାବରେ ପ୍ରତିଟି କାହାଣୀରେ କିଛି ନା କିଛି ଚମତ୍କାରିତା ଏବଂ ଜୀବନର ସତ୍ୟ ଲୁଚି ରହିଥାଏ। ଅବୋଲକରା କାହାଣୀର ବିଶେଷତ୍ୱ। ଶିକ୍ଷଣୀୟ। ପ୍ରତିଟି ଗପ ଶେଷରେ ଏକ ସୁନ୍ଦର ନୀତିଶିକ୍ଷା ଥାଏ। କୌତୂହଳ। ଅବୋଲକରାର ପ୍ରଶ୍ନଗୁଡ଼ିକ ପାଠକ ମନରେ ଉତ୍କଣ୍ଠା ଜଗାଏ। ସାମାଜିକ ଚିତ୍ର। ଏହି କାହାଣୀଗୁଡ଼ିକରେ ରାଜା, ମନ୍ତ୍ରୀ, ସାଧବ ପୁଅ ଏବଂ ସାଧାରଣ ଲୋକଙ୍କ ଜୀବନଶୈଳୀ ବର୍ଣ୍ଣନା କରାଯାଇଛି। ମନେ ରଖନ୍ତୁ, ଅବୋଲକରା କାହାଣୀ କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଏହା ମଣିଷକୁ ଚତୁରତା ଏବଂ ଧର୍ମପଥରେ ଚାଲିବାକୁ ପ୍ରେରଣା ଦିଏ।